ମୁଁ ପ୍ରଫେସର ଡକ୍ଟର କୃଷ୍ଣଚନ୍ଦ୍ର ମିଶ୍ର ରେଭେନ୍ସା କଲେଜରେ ଅର୍ଥନୀତି ବିଭାଗର ପ୍ରଫେସର ଥିଲି ଏବଂ ମୁଖ୍ୟ ଥିଲି। ଅବସ୍ଥିତ ହେଇଛି ତାର ନାମ ହେଉଛି କଳା ସ୍ଥାପତ୍ୟରେ ଭାରତ ଆବିଷ୍କାର। এই କଳା ସ୍ଥାପତ୍ୟରେ ଭାରତ ଆବିଷ୍କାର ଗ୍ରନ୍ଥଟିରେ 11ଟି ଭାଗ ରହିଛି। 11 ଭାଗର ସମାବେଶରେ ଏ ପୁସ୍ତକଟି ରଚିତ। ଏଥିରେ ରହିଛି 40ଟି ଅଧ୍ୟାୟ। এই 40ଟି ଅଧ୍ୟାୟ 11ଟି ଭାଗରେ ରହିଛି। ଆରମ୍ଭ ହୋଇଛି ମହେଞ୍ଜୋଦାର ହରପ୍ପା ସଭ୍ୟତାରୁ ଏବଂ ଶେଷ ହୋଇଛି ଭାରତ ବାହାରେ ଭାରତୀୟ କଳା ସ୍ଥାପତ୍ୟ। ଏଥିରେ ରହିଛି ଭାରତବର୍ଷର ସମସ୍ତ ପ୍ରାଚୀନ ଐତିହ୍ୟ ରହିଛି। ପ୍ରାଚୀନ କୀର୍ତ୍ତିରାଜ ମନ୍ଦିର ଗୁମ୍ଫା, କେବଳ ହିନ୍ଦୁ ଗୁମ୍ଫା ନୁହେଁ, ହିନ୍ଦୁ ମନ୍ଦିର ନୁହେଁ, ଏଥିରେ ରହିଛି ବୌଦ୍ଧ କୀର୍ତ୍ତିରାଜ, ବୌଦ୍ଧ ଗୁମ୍ଫା, ବୌଦ୍ଧ ବିହାର, ବୌଦ୍ଧ ଚୈତ୍ୟ, ଜୈନ କୀର୍ତ୍ତିରାଜ ମଧ୍ୟ। ତେଣୁ ସମଗ୍ର ଭାରତବର୍ଷର ଯାହା ଆମର ପ୍ରାଚୀନ ସଭ୍ୟତାରେ ରହିଥିଲା, ଯାହା କିଛି ଧ୍ୱଂସ ବିଷୟ ହେଇଯାଇଛି, ଭଗ୍ନ ଅବସ୍ଥାରେ ବି ରହିଛି, ତାହାର ବି ବିଶ୍ଳେଷଣ କରାଯାଇଛି। ଯେଉଁଗୁଡ଼ିକ ପ୍ରାୟ ଅକ୍ଷତ ଅବସ୍ଥାରେ ରହିଛି ତାହା ବି ଏଥିରେ ରହିଛି। ଆପଣ ଦେଖନ୍ତୁ, ଆମର ଯେ ଦାକ୍ଷିଣାତ୍ୟ କଥା ବିଚାର କରିବେ, ପଲ୍ଲବ କୀର୍ତ୍ତି ରହିଛି ମହାବଳୀପୁରମରେ, ଚୋଳ କୀର୍ତ୍ତି ବିଷୟ ଭିତରେ ବୃହଦୀଶ୍ୱର ମନ୍ଦିର ରହିଛି ତାଞ୍ଜୋରରେ, ମହାନ କୀର୍ତ୍ତିରାଜ, ଯେଉଁଟା ଚୋଳ ରାଜବଂଶ ରାଜରାଜରେ ନିର୍ମାଣ କରିଥିଲେ। ପୁଣି ଆମର ଚାଲୁକ୍ୟ ବଂଶର କୀର୍ତ୍ତିରାଜ ରହିଛି, ଯେଉଁଟା ଆମେ ଦେଖିବା ପାଟଦକଲ, ଐହୋଳେ ଓ ବାଦାମୀରେ। ଇଏ ହେଲା ଦାକ୍ଷିଣାତ୍ୟ। ଉତ୍ତର ଭାରତ କଥା ବିଚାର କରିବେ, ଆମର ମହାବୋଧି ମନ୍ଦିର, ଯେଉଁ ବୌଦ୍ଧ ମନ୍ଦିର ରହିଛି ଗୟା ନିକଟରେ, ତାହା ବି ରହିଛି ଏଥିରେ। ଏଥିରେ ଆମେ ଆଲୋଚନାକୁ ନେଇଛି ଶୃଙ୍ଗକାଳୀନ କୀର୍ତ୍ତିରାଜ, ଯେଉଁଥିରେ ରହିଛି ଆମର ଭାରତ ସ୍ତୂପ, ସାଞ୍ଚି ସ୍ତୂପ ରହିଛି। ସାଞ୍ଚି ସ୍ତୂପ ଅନେକ କୀର୍ତ୍ତିରାଜ ରହିଛି। ଆପଣ ମୋତେ କହୁଥିଲେ ସଭାରେ ଅନେକ କୀର୍ତ୍ତିରାଜ ରହିଛି। ଆଚ୍ଛା, ଏହାପରେ ଆସୁଛି କୁଷାଣ ଯୁଗ କୀର୍ତ୍ତିକଳା। ଯେ କୁଷାଣ ସମ୍ରାଟ ଆସିଲେ କନିଷ୍କ, ଭୂମିଷ୍କ ଇତ୍ୟାଦି, ସେତେବେଳେ ଆମର ଗାନ୍ଧାରରେ ଗୋଟିଏ କଳା ସୃଷ୍ଟି ହେଲା, ଯେଉଁ କଳା ପ୍ରଭାବିତ ହୋଇଥିଲା ରୋମୀୟ କଳା ଓ ଗ୍ରୀକ୍ କଳା ଦ୍ୱାରା। ତାପରେ ଆସିଛି ମଥୁରାକୁ ତାହା ପ୍ରଭାବିତ କଲା। ତେଣୁ କୁଷାଣ ଯୁଗ ଯେଉଁ ମଥୁରା କଳା ହେଲା, ତାହା ଭାରତୀୟ ଭବିଷ୍ୟତ କଳାର ସ୍ଥିତି ନିର୍ଦ୍ଧାରଣ କରିଦେଲା, ମଥୁରା କଳା। ଆଚ୍ଛା, ଇଏ ସରିଲା ଆମର ପ୍ରଥମ ଭାଗରେ। ଦ୍ୱିତୀୟ ଭାଗ ଆରମ୍ଭ ହେଲା ଗୁପ୍ତ ଯୁଗ କଳାଠାରୁ। ଗୁପ୍ତ ଯୁଗରେ ଏତେ କଳାର ଉନ୍ନତି ଘଟିଲା, ତାହା କୁହାଯାଏ ସ୍ୱର୍ଣ୍ଣ ଯୁଗ। ଗୁପ୍ତ ଯୁଗ କଳା ସ୍ଥାପତ୍ୟ କୁହାଯାଏ ଭାରତୀୟ କଳା ସ୍ଥାପତ୍ୟର ସ୍ୱର୍ଣ୍ଣ ଯୁଗ। ଏଥିରେ ଯେଉଁ ମନ୍ଦିରମାନଙ୍କ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେଲା, ସେ ମନ୍ଦିର ମଧ୍ୟରେ ପ୍ରଥମ ମନ୍ଦିରଟି ଥିଲା ନାଚନାର ପାର୍ବତୀ ମନ୍ଦିର, ଭୁମରାର ଶିବ ମନ୍ଦିର ଏବଂ ଏରନ୍ର ବିଷ୍ଣୁ ମନ୍ଦିର। ଏହାଛଡ଼ା ଆମର ଆଉ ଗୋଟେ ମନ୍ଦିର ଥିଲା, ଯେଉଁଟା ହେଉଛି ଆମର ମନେ ପଡ଼ୁନି ମୋର, ଏଇଟା କାଟିଦେବେ। ଜବଲପୁର ନିକଟ ଆପଣଙ୍କ ଯୋଉ ଗ୍ରନ୍ଥଟା ଲେଖା ହେଇଛି, ତ ଆମେ କାଲି ପ୍ରେସ୍ ମିଟ୍ ଯୋଉ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଆମେ ଜାଣିଲୁ ଯେ 7000 ପୃଷ୍ଠାର 5000 ଫଟୋ ଅଛି। କେବଳ ଆପଣ ଯଦି ଫଟୋ ଚିତ୍ର ଦେଖିବେ, ଏ ଭାରତକୁ ଜାଣିଯିବେ ଆପଣ। ଇଏ ଭାରତର ଦର୍ପଣ ସଭ୍ୟତା, ଭାରତ ସଭ୍ୟତା ଦର୍ପଣ ସଭ୍ୟତା। ଏଥିରେ ଆର୍ଯ୍ୟ ସଭ୍ୟତାଠୁ ଆରମ୍ଭ କରି ବର୍ତ୍ତମାନ ସଭ୍ୟତା ଆମର ହେଉଛି, ମାନେ ଧରନ୍ତୁ ସବୁ ଜିନିଷ ଏଥିରେ ଅଷ୍ଟାଦଶ ଶତାବ୍ଦୀ ଭାରତବର୍ଷ ପର୍ଯ୍ୟନ୍ତ। ଏଥିରେ ଯାହା ଆପଣଙ୍କୁ କହିଲି ଯେ ଆପଣ ବହିଟିକୁ ଦେଖିବେ। ଭାରତର ଯୋଉ କଳା ସ୍ଥାପତ୍ୟ ଉପରେ ଆପଣ ଯୋଉ ପୁସ୍ତକଟି ଲେଖିଛନ୍ତି, ଏ ପୁସ୍ତକକୁ ସାଧାରଣ ଯୁବଗୋଷ୍ଠୀ କିଭଳି ଗ୍ରହଣ କରିବେ, ତାପରେ ଆପଣ ଟିକେ। ମୁଁ ଭାବୁଛି ନିଶ୍ଚୟ ଗ୍ରହଣ କରିବେ। ଆଜିକାଲି ଓଡ଼ିଆ ଭାଷା ବହୁତ ସଂଘର୍ଷ ଭିତରେ ରହିଛି ଏବଂ ଆମ ବର୍ତ୍ତମାନର ଭାରତ ସରକାର ଏବଂ ଓଡ଼ିଆ ସରକାର ଓଡ଼ିଆ ଅସ୍ମିତା ପାଇଁ କାମ କରୁଛନ୍ତି। ତେଣୁ ଓଡ଼ିଆ ଭାଷାର ଉନ୍ନତିରେ ସମୃଦ୍ଧିରେ ନିଶ୍ଚୟ ସାହାଯ୍ୟ କରିବ, କାରଣ ଓଡ଼ିଆ ଭାଷାରେ ଏମିତି ବହି ନାହିଁ, ଏମିତି ଗ୍ରନ୍ଥ ନାହିଁ। ବର୍ତ୍ତମାନର ଯୁବପିଢ଼ି ମୋବାଇଲରେ ବ୍ୟସ୍ତ ଥିଲାବେଳେ ସେମାନଙ୍କୁ ନିଶ୍ଚୟ ଭାବରେ ଗଣମାଧ୍ୟମ ଭାବରେ ଆହ୍ୱାନ ସନ୍ଦେହ ରହୁଛି ଯେ ଯୁବପିଢ଼ି ତାଙ୍କର ସେ ଇଲେକ୍ଟ୍ରୋନିକ୍ ମିଡ଼ିଆକୁ ଛାଡ଼ି ଏ ବହି ପଢ଼ିବେ କି ନାହିଁ। ମୁଁ ସେ ବିଷୟରେ ମୋତେ ଠିକ୍ ଭାବେ ଆଉ ଗୋଟେ କଥା ଆପଣ କହିବାକୁ ଚାହୁଁଛି ଯେ ଯେହେତୁ ଯୁବଗୋଷ୍ଠୀ ଅଛନ୍ତି, ଆପଣ ସେଇଭଳି ମୋବାଇଲରେ ଏ ବହିକି ଦେଖିବା ପାଇଁ ଆପଣ କୌଣସି ଆପ୍ର ବ୍ୟବସ୍ଥା କରିବେ କି କ'ଣ ଚେଷ୍ଟା କରିବା? ଆପଣ ଯେଉଁ ପ୍ରସ୍ତାବ ଦେଉଛନ୍ତି, ମୁଁ ତ ବାର୍ଦ୍ଧକ୍ୟର ଗ୍ରହଣ ପ୍ରବେଶ କରିଗଲେଣି, ମୋ ଦେହ ଅସୁସ୍ଥ ଅଛି। ମୁଁ ଦେଖିବା କଥା ଯୁବମାନଙ୍କୁ ସାହାଯ୍ୟ ନେବି। ଆମର ଯେ ବନ୍ଧୁ ଅଛନ୍ତି ହେକ୍ଟର ମିଶ୍ର, ସେମାନେ ଯଦି ଦାୟିତ୍ୱ ଟିକେ ନେବେ ଭଲ ହୁଅନ୍ତା। ଏଇଟା ଆପଣ ଭଲ ପ୍ରସ୍ତାବ ଦେଉଛନ୍ତି। ଏଟାକୁ ଆମେ ଇଲେକ୍ଟ୍ରୋନିକ୍ ମିଡ଼ିଆ ମାଧ୍ୟମରେ ଛାଡ଼ିବା ଦରକାର, ନହେଲେ ବହୁତ ପଛରେ ରହିଯିବ। ବହିର ଯାହା ଅଛି ସବୁ ତଥ୍ୟ ପଛରେ ରହିଯିବ।